ପରିବ୍ରାଜକଙ୍କ ଦୃଷ୍ଟିରେ ପିଲାମାନେ ଯୋଉ ବିଦେଶୀ ମାନେ ଆସିଥିଲେ ତାଙ୍କର ବୈଦେଶିକ ବିବରଣୀ ସେ ପରିବ୍ରାଜକ ଯୋଉମାନେ ଆସିଥିଲେ ସେ ପରିବ୍ରାଜକ ମାନଙ୍କର ଦୃଷ୍ଟିରେ ସମାଜ କେମିତି ଭାରତର ସମାଜ କେମିତି ତାକୁ ଆମେ ଆଲୋଚନା କରିବା ଏମସିକ୍ୟୁ ପ୍ରଶ୍ନ। ପ୍ରଥମ ପ୍ରଶ୍ନ ଏଇଠି ପିଲାମାନେ ସବୁଯାକ ପ୍ରଶ୍ନ ଠିକ୍ ଅଛି 25ଟି ପ୍ରଶ୍ନ ରହିବ। ବୈଦେଶିକ ବିବରଣୀରୁ ବିଦେଶୀ ପର୍ଯ୍ୟଟକଙ୍କ ଦୃଷ୍ଟିରେ ଆମର ସଭ୍ୟତାର ମୂଲ୍ୟାୟନ କଥା ଆମେ ଜାଣିପାରୁ। ଏହା କିଏ କହିଛନ୍ତି? ଉତ୍ତର କ'ଣ ହେବ? ଜବାହରଲାଲ ନେହେରୁ, ହରପ୍ରସାଦ ଶାସ୍ତ୍ରୀ, ନୀଳକଣ୍ଠ ଶାସ୍ତ୍ରୀ, ଈଶ୍ୱରୀ ପ୍ରସାଦ। ଉତ୍ତର ହେଉଛନ୍ତି ଐତିହାସିକ ନୀଳକଣ୍ଠ ଶାସ୍ତ୍ରୀ କହିଛନ୍ତି। ନେକ୍ସଟ ପ୍ରଶ୍ନ, ଆଲବେରୁଣି ଓ ଇବନ ବତୁତା କେଉଁ ଯୁଗରେ ଭାରତକୁ ଆସିଥିଲେ? ପ୍ରାଚୀନ ଯୁଗ, ପୁରାଣ ଯୁଗ, ମଧ୍ୟଯୁଗ, ଆଧୁନିକ ଯୁଗ। ଉତ୍ତର ହେଉଛି ମଧ୍ୟଯୁଗରେ ସେମାନେ ଆସିଥିଲେ। ନେକ୍ସଟ ପ୍ରଶ୍ନ, ଆଲବେରୁଣି କେଉଁ ଦେଶର ବ୍ୟକ୍ତି ଥିଲେ? ଆଲବେରୁଣି କେଉଁ ଦେଶର ବ୍ୟକ୍ତି ଥିଲେ? ଫ୍ରାନ୍ସ, ଇଂଲଣ୍ଡ, ଗ୍ରୀସ ନା ଆରବ ଦେଶର ବ୍ୟକ୍ତି ଥିଲେ? ଆଲବେରୁଣି ଆରବ ଦେଶର ବ୍ୟକ୍ତି ଥିଲେ। ନେକ୍ସଟ ପ୍ରଶ୍ନ, ଆଲବେରୁଣି କାହା ଦରବାରକୁ ମଣ୍ଡନ କରିଥିଲେ? ମାମୁଦ, ମହମ୍ମଦ ଘୋରୀ, ମହମ୍ମଦ ବିନ୍ କାସିମ ନା ଚେଙ୍ଗିଜ ଖାଁ? ଉତ୍ତର ହେଉଛି ମାମୁଦଙ୍କ ଦରବାରକୁ ଆଲବେରୁଣି ଆସିଥିଲେ ଏବଂ ଦରବାରକୁ ମଣ୍ଡନ କରିଥିଲେ। 5 ନମ୍ବର ପ୍ରଶ୍ନ, ଆଲବେରୁଣି କେବେ ଜନ୍ମଗ୍ରହଣ କରିଥିଲେ? ଖ୍ରୀଷ୍ଟାବ୍ଦ 873 ନା 973 ନା 873 ଖ୍ରୀଷ୍ଟାବ୍ଦ ନା 973 ଖ୍ରୀଷ୍ଟାବ୍ଦ? ସେମ୍ ଅଛି ତ କ'ଣ ହେବ? ଉତ୍ତର ହେଉଛି କ'ଣ ନା 973 ଖ୍ରୀଷ୍ଟାବ୍ଦ। 973 ଖ୍ରୀଷ୍ଟାବ୍ଦରେ ସେ ଭାରତକୁ ଆସିଥିଲେ। ନେକ୍ସଟ ପ୍ରଶ୍ନ 6 ନମ୍ବର, ମାମୁଦ କେବେ ରାଜ୍ୟ ଆକ୍ରମଣ କରିଥିଲେ? 1015 ନା 1016, 1017 ନା 1018? ଉତ୍ତର ହେଉଛି 1017 ଖ୍ରୀଷ୍ଟାବ୍ଦରେ ମାମୁଦ ଭାରତକୁ ଆକ୍ରମଣ କରିଥିଲେ। ନେକ୍ସଟ ପ୍ରଶ୍ନ, ଆଲବେରୁଣି ରଚନା କରିଥିବା ପୁସ୍ତକର ନାମ କ'ଣ? ଆଲବେରୁଣି କ'ଣ ଲେଖିଛନ୍ତି? ଶାହାନାମା, ତିନି ଜାହାନ, ତାରିଖି ଜାହାନ, ତାରିଖି ଫିରୋସାଇ ନା ତାହକିକି ହିନ୍ଦ? ଆଲବେରୁଣି କ'ଣ ଲେଖିଛନ୍ତି? ନା ଆଲବେରୁଣି ତାହକିକି ହିନ୍ଦ ଲେଖିଛନ୍ତି। କ'ଣ? ତାହକିକ ଇ ହିନ୍ଦ। ବୁଝିହେଲା? ହିନ୍ଦ ମାନେ ଭାରତ। ନେକ୍ସଟ ପ୍ରଶ୍ନ 8 ନମ୍ବର, ଆଲବେରୁଣି କହିବା ଅନୁସାରେ କେଉଁମାନେ ମୃତ୍ୟୁଦଣ୍ଡରୁ ଛାଡ଼ ପାଉଥିଲେ? 1 ବ୍ରାହ୍ମଣ, 2 କ୍ଷତ୍ରିୟ, 3 ବୈଶ୍ୟ, 4 ଶୂଦ୍ର। କେଉଁମାନେ ଦଣ୍ଡରୁ ଛାଡ଼ ପାଉଥିଲେ? ଉତ୍ତର ହେଉଛି ବ୍ରାହ୍ମଣ ମାନେ ମୃତ୍ୟୁଦଣ୍ଡରୁ ଛାଡ଼ ପାଉଥିଲେ। 9 ନମ୍ବର, ଆଲବେରୁଣିଙ୍କ ବର୍ଣ୍ଣନା ଅନୁସାରେ କେଉଁ ପ୍ରଥା ଭାରତୀୟ ସମାଜରେ ପ୍ରଚଳିତ ନଥିଲା? ସତୀ ପ୍ରଥା, ବାଲ୍ୟ ବିବାହ, ବିଧବା ପୁନର୍ବିବାହ, ନରବଳି। କେଉଁ ଜିନିଷଟା ନଥିଲା? ବିଧବା ପୁନର୍ବିବାହ ନଥିଲା, କିନ୍ତୁ ଥିଲା କ'ଣ ନା ସତୀ ସିଷ୍ଟମ, ସତୀ ପ୍ରଥା, ବାଲ୍ୟ ବିବାହ, ନରବଳି। ନେକ୍ସଟ ପ୍ରଶ୍ନ, ଆଲବେରୁଣିଙ୍କ ବର୍ଣ୍ଣନା ଅନୁଯାୟୀ ଉତ୍ପାଦିତ ଦ୍ରବ୍ୟର କେତେ ଭାଗ ରାଜ୍ୟ କର ଆକାରରେ ଆଦାୟ କରୁଥିଲେ? 1/3, 1/4, ନା 1/5 ନା 1/6? ଉତ୍ତର କ'ଣ ହେବ? ନା 10 ନମ୍ବର ପ୍ରଶ୍ନର ଉତ୍ତର ହେଉଛି 1/6। 1/6 ମାନେ 6 ଭାଗରୁ ଆଗେ ଆଦାୟ ହେଉଥିଲା କ'ଣ ନା ଖଜଣା ବା କର। ନେକ୍ସଟ ପ୍ରଶ୍ନ, ଇବନ ବତୁତା କେଉଁ ଦେଶର ପରିବ୍ରାଜକ ଥିଲେ? ଫ୍ରାନ୍ସ ଦେଶ, ଗ୍ରୀସ ନା ମୋରୋକ୍କୋ ନା ଆରବ? 11 ନମ୍ବର ପ୍ରଶ୍ନ ହେଉଛି କ'ଣ ନା ମୋରୋକ୍କୋର ପରିବ୍ରାଜକ ଥିଲେ, ମୋରୋକ୍କୋ ଦେଶର। 12 ନମ୍ବର, ଇବନ ବତୁତାଙ୍କ ମୂଳ ନାମ କ'ଣ ଥିଲା? ନାସିରୁଦ୍ଦିନ ବତୁତା, ରହିମ ବତୁତା, ଆବୁ ଅବଦୁଲ୍ଲା ମହମ୍ମଦ ବିନ୍ ବତୁତା, ରହମତ ଅବଦୁଲ୍ଲା ବିନ୍ ବତୁତା। 12 ନମ୍ବର ପ୍ରଶ୍ନ ହେଉଛି ଉତ୍ତର ହେଉଛି ଆବୁ ଅବଦୁଲ୍ଲା ମହମ୍ମଦ ବିନ୍ ବତୁତା, ଇବନ ବତୁତା ବୋଲି ନାମ ତାଙ୍କର। 13 ନମ୍ବର ପ୍ରଶ୍ନ, କେଉଁ ଗିରିପଥ ମଧ୍ୟ ଦେଇ ଇବନ ବତୁତା ଭାରତ ମଧ୍ୟକୁ ଆସିଥିଲେ? ହିନ୍ଦୁକୁଶ, ଖାଇବର, ନାଥୁଲା ନା ସିପକିଲା? କେଉଁ ଗିରିପଥ ଦେଇ ବା କେଉଁ ପାହାଡ଼ର ପଥ ଦେଇକରି ସେ ଆସିଥିଲେ? ଉତ୍ତର ହେଉଛି ହିନ୍ଦୁକୁଶ ପଥ ଦେଇକରି ସେ ଆସିଥିଲେ। 14 ନମ୍ବର ପ୍ରଶ୍ନ,
1333 ମସିହା ସେପ୍ଟେମ୍ବର ମାସ 12 ତାରିଖରେ ଇବନ ବତୁତା କେଉଁ ନଦୀ ପାର ହୋଇ ଭାରତ ମଧ୍ୟକୁ ଆସିଥିଲେ? ଗଙ୍ଗା ନଦୀ, ସିନ୍ଧୁ ନଦୀ, ଯମୁନା ନଦୀ, ନର୍ମଦା ନଦୀ। 14 ନମ୍ବର ପ୍ରଶ୍ନ ହେଉଛି, ଉତ୍ତର ହେଉଛି ସିନ୍ଧୁ ନଦୀ ପାର ହୋଇକରି ଭାରତକୁ ଆସିଥିଲେ। 15 ନମ୍ବର, ଇବନ ବତୁତା ଭାରତକୁ ଆସିବା ସମୟରେ କିଏ ଦିଲ୍ଲୀରେ ସୁଲତାନ ଥିଲେ? ଆଲାଉଦ୍ଦିନ ଖିଲଜି, ଇଲତୁତମିଶ, ବଲବନ ନା ମହମ୍ମଦ ବିନ୍ ତୁଗଲକ। 15 ନମ୍ବର ଉତ୍ତର ହେଉଛି ମହମ୍ମଦ ବିନ୍ ତୁଗଲକ ସେହି ସମୟରେ ସମ୍ରାଟ ଥିଲେ ବା ସୁଲତାନ ଥିଲେ। ସେହି ସମୟରେ ଇବନ ବତୁତା ଭାରତକୁ ଆସିଥିଲେ। 16 ନମ୍ବର ପ୍ରଶ୍ନ, ଇବନ ବତୁତା ଭାରତରେ କେତେ ବର୍ଷ ଅବସ୍ଥାନ କରିଥିଲେ? 8 ବର୍ଷ, 9 ବର୍ଷ, 10 ବର୍ଷ ନା 12 ବର୍ଷ। ତ ଭାରତରେ କେତେ ବର୍ଷ ରହିଥିଲେ ଇବନ ବତୁତା? ନା 8 ବର୍ଷ ସେ ରହିଥିଲେ। କେବେ ଇବନ ବତୁତା ଭାରତରେ ପହଞ୍ଚିଥିଲେ? 1332, 1334, 1342, 1345। 17 ନମ୍ବର ପ୍ରଶ୍ନ, 1334 ମସିହାରେ ସେ ଭାରତରେ ପହଞ୍ଚିଥିଲେ। 18 ନମ୍ବର ପ୍ରଶ୍ନ, କେବେ ଇବନ ବତୁତା ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିଲେ? ଭାରତରୁ ପ୍ରତ୍ୟାବର୍ତ୍ତନ କରିଥିଲେ। 8 ବର୍ଷ ରହିଥିଲେ ନାଇଁ କି? ତ 1340, 1342, 1344 ନା 1345। 18 ନମ୍ବର ପ୍ରଶ୍ନ, ଯଦି 8 ବର୍ଷ ଦେଖି ଦିଆ ହୁଏ ତାହେଲେ 1342 ହେଉଛି ନାଇଁ କି? ନେକ୍ସଟ ପ୍ରଶ୍ନ 19 ନମ୍ବର, ହିନ୍ଦୁମାନଙ୍କ ମଧ୍ୟରେ କେଉଁ ପ୍ରଥା ପ୍ରଚଳିତ ଥିଲା ବୋଲି ଇବନ ବତୁତା ଉଲ୍ଲେଖ କରିଛନ୍ତି? ଦାସ ପ୍ରଥା, ରୀତଦାସ ପ୍ରଥା, ବିଧବା ବିବାହ ପ୍ରଥା, ସତୀ ପ୍ରଥା। କେଉଁ ପ୍ରଥା ପ୍ରଚଳିତ ଥିଲା? 19 ନମ୍ବର ପ୍ରଶ୍ନ, କେଉଁ ପ୍ରଥା ପ୍ରଚଳିତ ଥିଲା? ଉତ୍ତର ହେଉଛି ସତୀ ପ୍ରଥା ପ୍ରଚଳିତ ଥିଲା ବୋଲି ସେ କହିଛନ୍ତି। 20 ନମ୍ବର ପ୍ରଶ୍ନ, କେଉଁମାନଙ୍କ ଶାସନ ସମୟରେ ଫ୍ରାଙ୍କୁଇସ ବର୍ନିୟର ଭାରତକୁ ଆସିଥିଲେ? ସୁଲତାନ, ମୁଗଲ, ଇଂରେଜ ନା ମୌର୍ଯ୍ୟ ଶାସନ। ଉତ୍ତର ହେଉଛି କ'ଣ? ନା ମୁଗଲ ଶାସନ ସମୟରେ ଫ୍ରାଙ୍କୁଇସ ବର୍ନିୟର ଭାରତକୁ ଆସିଥିଲେ। 21 ନମ୍ବର ପ୍ରଶ୍ନ, ଫ୍ରାଙ୍କୁଇସ ବର୍ନିୟର କେଉଁ ଦେଶର ବ୍ୟକ୍ତି ଥିଲେ? ଇଟାଲୀ, ଜର୍ମାନୀ, ନରୱେ ନା ଫ୍ରାନ୍ସ। ଫ୍ରାଙ୍କୁଇସ ବର୍ନିୟର ପିଲାମାନେ ଏଇଠି ଫ୍ରାନ୍ସ ଦେଶର ବ୍ୟକ୍ତି ଥିଲେ। 22 ନମ୍ବର, ଫ୍ରାଙ୍କୁଇସ ବର୍ନିୟର ଭାରତକୁ ଆସିବା ସମୟରେ କିଏ ଭାରତର ଶାସକ ଥିଲେ? ଆକବର, ଔରଙ୍ଗଜେବ, ଶାହାଜାହାନ ନା ଜାହାଙ୍ଗୀର। କ'ଣ ଉତ୍ତର ହେବ? ସେଇ ସମୟରେ ଶାହାଜାହାନ ପିଲାମାନେ ସେ ଥିଲେ ଭାରତର ଶାସକ। 23 ନମ୍ବର ପ୍ରଶ୍ନ, ଫ୍ରାଙ୍କୁଇସ ବର୍ନିୟର କାହାର ବ୍ୟକ୍ତିଗତ ଚିକିତ୍ସକ ଥିଲେ? ଔରଙ୍ଗଜେବ, ଦାରାସିକୋ, ମୁଦା ନା ମୁରାଦ। 23 ନମ୍ବର ପ୍ରଶ୍ନ, ଦାରାସିକୋ ଅସୁସ୍ଥ ଥିଲେ ଏବଂ ତାଙ୍କର ବ୍ୟକ୍ତିଗତ ଚିକିତ୍ସକ ଥିଲେ ଫ୍ରାଙ୍କୁଇସ ବର୍ନିୟର। 24 ନମ୍ବର ପ୍ରଶ୍ନ, କେବେ ଫ୍ରାଙ୍କୁଇସ ବର୍ନିୟର ଭାରତକୁ ଆସିଥିଲେ? କେବେ? 1650, 1653, 1655 ନା 1656 ମସିହା। 24 ନମ୍ବର ଉତ୍ତର କ'ଣ ହେବ? ନା 1656ରେ ସେ ଭାରତକୁ ଆସିଥିଲେ। ଫ୍ରାଙ୍କୁଇସ ବର୍ନିୟର ଭାରତର କେଉଁ ଆଇନ କଥା ଉଲ୍ଲେଖ କରିଛନ୍ତି? ସୂର୍ଯ୍ୟାସ୍ତ ଆଇନ, ଦଣ୍ଡ ଆଇନ, ବାଜ୍ୟାପ୍ତି ଆଇନ, ବିବାହ ଆଇନ। 25 ନମ୍ବର ହେଉଛି ବାଜ୍ୟାପ୍ତି ଆଇନ କଥା ସେ ଆଲୋଚନା କରିଛନ୍ତି। ପିଲାମାନେ ଏତିକି ପ୍ରଶ୍ନ କରିଦିଅ, 25ଟି ପ୍ରଶ୍ନ। ତୁମର ପ୍ରଶ୍ନ ଯାହା ବି ଆସିବ ବାଜିଯିବ। ଥ୍ୟାଙ୍କ ୟୁ ଭେରି ମଚ୍। ରହିଲି। ବନ୍ଦେ ଉତ୍କଳ ଜନନୀ।